ଅତି ସହଜ ଉପାୟରେ ଆପଣମାନେ ଏମିତି ଲାଉ ଦମ୍ କରିପାରିବେ। ଅଳ୍ପ ମସଲାରେ, ବେଶୀ କିଛି ତେଲ ମସଲା ପଡ଼ିନି। ଦେଖନ୍ତୁ, ନମସ୍କାର, ମୁଁ ଦୀପ୍ତି କେକ୍ ଡେଲି ବ୍ଲଗ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଏପଟେ ମୁଁ ଗୋଟେ ଲାଉ ନେଇଛି। ସେ ଲାଉକୁ ଆମେ ଛୋଟ ଛୋଟ କରି କାଟି ନେବା। ଅଳ୍ପ ଟିକେ ଆଳୁ ନେଇଛି ତା ସାଙ୍ଗରେ। କାଟି ସାରିଲା ପରେ ଆମେ ଗୋଟେ କଢ଼ା ବସାଇବା। କଢ଼ାରେ ଅଳ୍ପ ଟିକେ ତେଲ ଦେବା। ତେଲ ଦେଇ ସାରିଲା ପରେ ସେ ଯେଉଁ ଲାଉ କାଟିକିନା ରଖିଥିଲି ତାକୁ ସେଇଥିରେ ପକାଇବା। ଟିକେ ଲୁଣ ହଳଦୀ ଦେଇ ଅଳ୍ପ ଟିକେ ସାନ୍ତୁଳି ଦେବା। ସାଙ୍ଗମାନେ, ମୋ ରେସିପିଟା କେମିତି ଲାଗିଲା ଆପଣମାନେ କମେଣ୍ଟ ସେକ୍ସନରେ ଜଣାଇବେ। ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିବେ। ତାପରେ ଆମେ ଢାଙ୍କି ସାରିଲା ପରେ ଏଥିରେ ମୁଁ ଶିଳରେ ଟିକେ ନେଇଛି ଅଦା ରସୁଣ, ସେଇଟିକୁ ବାଟି ଦେବା ଶିଳରେ। ତାପରେ ଆମର ଦେଖନ୍ତୁ, ଆମର ହେଇଗଲା ଲାଉ ଆଳୁ ଯେଉଁ ସନ୍ତୁଳା ହେଇଥିଲା, ତାକୁ ସନ୍ତୁଳା ପୁରା ହେଇଗଲା। ତାକୁ ପୁଣି କାଢ଼ିଦେବା। କାଢ଼ି ସାରିଲା ପରେ ପୁଣି ସେଇ ପ୍ୟାନ୍ରେ ମୁଁ ଅଳ୍ପ ଟିକେ ତେଲ ନେଇଛି। ସେ ତେଲରେ ଟିକେ ପିଆଜ ପକାଇଲି। ପିଆଜଟା ଆମର ଗୋଲ୍ଡେନ୍ କଲର୍ ଭାଜି ସାରିଲା ପରେ ସେଇଥିରେ ଟିକେ ଅଦା ରସୁଣ ପେଷ୍ଟଟା ପକାଇବା। ପକାଇ ସାରିଲା ପରେ ତାକୁ ଟିକେ କଷିଦେବା ଭଲ କି। ଅଦା ରସୁଣଟାକୁ କଷି ସାରିଲା ପରେ ସେଇଥିରେ ମୁଁ ଲଙ୍କା ଆଉ ହଳଦୀ ଗୁଣ୍ଡ ଯେଉଁ ପାଣି ରଖିଥିଲି, ସେଇ ହଳଦୀ ଲଙ୍କା ଗୁଣ୍ଡ ପାଣିଟା ସେଇଥିରେ ଢାଳି ଦେବା। ଢାଳି ସାରିଲା ପରେ ତାକୁ ସେ ଯେଉଁ ମୁଁ ଟିକେ ସ୍କିପ୍ କରାଇଛି ବିଲାତିଟା ଆପଣମାନେ ପକାଇବେ। ବେଶୀ ବିଲାତି ଦେବେନି, ଅଳ୍ପ ଟିକେ ବିଲାତି ଦେବେ, କାହିଁକିନା ଖଟା ଲାଗିବ। ତାପରେ ସେଇଥିରେ ଯେଉଁ ଆଳୁ ଆଉ ଲାଉକୁ ସନ୍ତୁଳିକିନା ରଖିଥିଲି ତାକୁ ସେଇଥିରେ ଟିକେ ପକାଇବା। ଅଳ୍ପ ସମୟ ଟିକେ କଷିବା। କଷି ସାରିଲା ପରେ ପୁଣି ଢାଙ୍କା ସାହାଯ୍ୟରେ ଢାଙ୍କି ଦେବା। ଯେତେ କଷିଲେ ତରକାରୀଟା ଟିକେ ଭଲ ଲାଗିବ। ତାପରେ ପୁଣି ଆମର କଷା ହେଇସାରିଲା ପରେ ପୁଣି ଢାଙ୍କା ଖୋଲିକିନା ସେଥିରେ ମୁଁ ଚିକେନ୍ ମସଲା ପକାଇଲି। ସେ ଯେଉଁ ଚିକେନ୍ ମସଲାଟା ପକାଇଲେ ଟିକେ ବାସ୍ନାଟା ଭଲ ଆସିବ। ତାର ଅଳ୍ପ ଟିକେ ପାଣି ଦେବେ, ବେଶୀ ପାଣି ଦେବେନି, କାହିଁକିନା ଆମେ ରୁଟିର ଖାଉଛେ, ତେଣୁ ଅଳ୍ପ ଟିକେ ପାଣି ଦେବେ। ତେଣୁ ଆମର ପ୍ରସ୍ତୁତ ହେଇଗଲା ଲାଉ ଦମ୍। ତାକୁ ଆଉ ଟିକେ ଢାଙ୍କା ସାହାଯ୍ୟରେ ଢାଙ୍କି ଦେବା। ତାପରେ ପୁଣି ଢାଙ୍କା ଖୋଲିକିନା ସେଇଥିରେ ଟିକେ ପକାଇବା ଆମର ଗରମ ମସଲା ଗୁଣ୍ଡ। ଏ ଦେଖନ୍ତୁ, ଆମର ପୁରା ଲାଉ ଦମ୍ଟା ପ୍ରସ୍ତୁତ ହେଇଗଲା। ରଖୁଛି ସାଙ୍ଗମାନେ, ନମସ୍କାର।